ଦ୍ୱାଦଶ ରାଶିଚକ୍ରର ତୃତୀୟ ରାଶି ମିଥୁନ ରାଶି। ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଗ୍ରହ ଜଗତର ମହାପଣ୍ଡିତ ଗ୍ରହ ରୂପେ ପରିଗଣିତ ବୁଧ ମହାଗ୍ରହ ମିଥୁନ ରାଶିର ଅଧିପତି। ଜାଣିବା 2025 ମସିହା ମାର୍ଚ୍ଚ ମାସ ପାଇଁ ମିଥୁନ ରାଶିର ସ୍ୱାସ୍ଥ୍ୟ, ଶିକ୍ଷା, କର୍ମ, ଅର୍ଥ, ପ୍ରେମ, ବିବାହ ଏବଂ ଘର ଓ ପରିବାର କ୍ଷେତ୍ର କିପରି ରହିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। 2025 ମସିହାର ମାର୍ଚ୍ଚ ମାସଟି ମିଥୁନ ରାଶି ପାଇଁ ମଧ୍ୟମ ଧରଣର ଫଳ ପ୍ରଦାନ କରିବ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମିଥୁନ ରାଶିର ଧନଭାବର ଅଧିପତି ଚନ୍ଦ୍ର ନିରନ୍ତର ରାଶି ପରିବର୍ତ୍ତନ କରୁଥିବାରୁ ଧନଭାବରେ ସର୍ବଦା ଅସ୍ଥିରତା ଲାଗି ରହିବ। ଆୟ ବା ଲାଭ ଭାବର ଅଧିପତି ମଙ୍ଗଳ ମିଥୁନ ଲଗ୍ନ ବା ମିଥୁନ ରାଶିରେ ରହିବା ଆୟ ଦୃଷ୍ଟିରୁ ଏକ ଶୁଭ ସଂକେତ। ଆଶାନୁରୂପ ଆୟ ନିଶ୍ଚିତ ଭାବରେ ମିଳିବ। ପରିଶ୍ରମ ଅନୁଯାୟୀ ଫଳ ପାଇବେ। ଅବଶ୍ୟ ଲଗ୍ନରେ ମଙ୍ଗଳଙ୍କ ଅବସ୍ଥାନ ଲାଭ କ୍ଷେତ୍ରରେ ଝଗଡ଼ା ସୃଷ୍ଟି କରିପାରେ। ଧନକାରକ ଗ୍ରହ ବୃହସ୍ପତି ବ୍ୟୟ ଭାବରେ ରହି ବଡ଼ ବିଚିତ୍ର ପରିସ୍ଥିତିର ସାମନା କରାଇବେ। ଶୁଭ ବା ମାଙ୍ଗଳିକ କାର୍ଯ୍ୟରେ ବଡ଼ ଧରଣର ଖର୍ଚ୍ଚ କରାଇବେ ତ ଧନପତି ଚନ୍ଦ୍ରଙ୍କ ନକ୍ଷତ୍ର ରୋହିଣୀ ନକ୍ଷତ୍ରରେ ରହି ଧନ ସଞ୍ଚୟ ମଧ୍ୟ କରାଇବେ। ମାର୍ଚ୍ଚ ମାସରେ କିଛି ପରିମାଣରେ ଆର୍ଥିକ ସଞ୍ଚୟ କରିପାରନ୍ତି। କର୍ମ ବା କର୍ମକ୍ଷେତ୍ର ସମ୍ପର୍କରେ ଦେଖିବାକୁ ଗଲେ ଜଣାଯାଏ ଯେ ଦଶମ କର୍ମସ୍ଥାନର ଅଧିପତି ବୃହସ୍ପତି ବ୍ୟୟ ଭାବରେ ରହିବା ଓ ବ୍ୟୟ ଭାବର ଅଧିପତି ଶୁକ୍ର ଦଶମ ଭାବ ଉଚ୍ଚ ଭାବରେ ରହିବା କାର୍ଯ୍ୟକ୍ଷେତ୍ରରେ ଅଧିକା ପରିଶ୍ରମ କରିବାକୁ ପଡ଼ିପାରେ। ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ଦଶମ ମୀନ ରାଶିରେ ପ୍ରବେଶ କଲେ କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରଦାନ କରିବେ। ବାଣିଜ୍ୟ ବେପାର କରୁଥିଲେ ବେପାରରୁ ଭଲ ଲାଭ ପାଇପାରିବେ, କିନ୍ତୁ ବହୁତ କଠିନ ପରିଶ୍ରମର ଆବଶ୍ୟକତା ରହିଛି। ସରକାରୀ ସ୍ତରରେ କଣ୍ଟ୍ରାକ୍ଟ କରୁଥିଲେ, ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ଥିଲେ ବା ରିଏଲ ଇଷ୍ଟେଟ୍ ବ୍ୟବସାୟ କରୁଥିଲେ, ଏହିସବୁ କ୍ଷେତ୍ରରୁ ପ୍ରଚୁର ଲାଭ କମାଇବାର ସମ୍ଭାବନା ରହିଛି। ଚାକିରି କରୁଥିଲେ ଲଗ୍ନସ୍ଥ ମଙ୍ଗଳ ସେହି କ୍ଷେତ୍ରରେ ନେତୃତ୍ୱ ନେବାର ସୁଯୋଗ ପ୍ରଦାନ କରିବେ। ମାସର ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ୱିତୀୟାର୍ଦ୍ଧଟି ଚାକିରିରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଉତ୍ତମ ଫଳଦାୟକ ରହିବ। ପ୍ରମୋସନର ଯୋଗ ରହିଅଛି। ଇନକ୍ରିମେଣ୍ଟ ଓ ଭତ୍ତା ବୃଦ୍ଧି ଘଟି ବେଶ ଦୁଇ ପଇସା ହାତକୁ ଆସିବ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କର ସହଯୋଗ ରହିବ। ଆର୍ଥିକ ସଂସ୍ଥା ଯଥା ବ୍ୟାଙ୍କ, ଇନ୍ସୁରାନ୍ସ ଓ ଫାଇନାନ୍ସ ସେକ୍ଟରରେ ଚାକିରି କରୁଥିଲେ ବ୍ୟକ୍ତିମାନଙ୍କ ପାଇଁ ମାସର ଶେଷ ସପ୍ତାହ ବଡ଼ ଗୁରୁତ୍ୱପୂର୍ଣ୍ଣ ରହିବ। ପ୍ରେମ ସମ୍ପର୍କରେ ଥିବା ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମାର୍ଚ୍ଚ ମାସଟି ବେଶ ପ୍ରଶସ୍ତ ଅଛି। ପଞ୍ଚମ ପ୍ରେମ ଭାବର ଅଧିପତି ଶୁକ୍ର ଦଶମ ମୀନ ରାଶିରେ ଉଚ୍ଚ ଭାବରେ ଅବସ୍ଥାନ କରିବା ଏବଂ ମିଥୁନ ରାଶି ଅଧିପତି ବୁଧଙ୍କ ସହିତ ଏକତ୍ର ରହିବା ପ୍ରେମୀ ଯୁଗଳ କେହି କାହାରିଠାରୁ କ୍ଷଣେ ମାତ୍ର ଅଲଗା ରହିବାକୁ ପସନ୍ଦ କରିବେ ନାହିଁ। ଉଭୟଙ୍କ ମନ ସର୍ବଦା ରୋମାଣ୍ଟିଜିମ୍ ଭିତରେ ଆଚ୍ଛନ୍ନ ରହିବ। ପ୍ରେମର କାରକ ଗ୍ରହ ଶୁକ୍ର ଦଶମ କର୍ମସ୍ଥାନରେ ଉଚ୍ଚ ଭାବରେ ରହିବା କର୍ମସ୍ଥଳୀରେ କାମ କରୁଥିବା ସହକର୍ମୀଙ୍କ ସହିତ ପ୍ରେମ ହୋଇଯିବାର ସମ୍ଭାବନା ଅଧିକ। ଅବଶ୍ୟ ଦଶମସ୍ଥ ରାହୁ ପ୍ରେମ ସମ୍ପର୍କରେ ବଦନାମ ମଧ୍ୟ କରିପାରେ। ପାରିବାରିକ ଦୃଷ୍ଟିକୋଣରୁ ମାର୍ଚ୍ଚ ମାସରେ ସ୍ୱାମୀ ସ୍ତ୍ରୀଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବୃହସ୍ପତିଙ୍କର
ରୋହିଣୀ ନକ୍ଷତ୍ରରେ ଅବସ୍ଥାନ କରିବା ପରିବାର ମଧ୍ୟରେ ସୁଖ ଶାନ୍ତିରେ ସହାବସ୍ଥାନ ପାଇଁ ସଂକେତ ଦେଉଅଛି। ପରିବାରର ପ୍ରତ୍ୟେକ ସଦସ୍ୟ ପରିବାର ମଧ୍ୟରେ ପରସ୍ପର ପ୍ରତି ସ୍ନେହ ଆଦର ପ୍ରକାଶ କରିବେ। ଘରେ ଆଧ୍ୟାତ୍ମିକ ପରିବେଶ ରହିବ। ପରିବାରରେ ସମସ୍ତେ ମିଶି ଘରେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ମାଙ୍ଗଳିକ କାର୍ଯ୍ୟର ପ୍ରସ୍ତୁତି ଆରମ୍ଭ କରିଦେବେ। କିନ୍ତୁ ମିଥୁନ ରାଶି ବା ଲଗ୍ନରେ ମଙ୍ଗଳ ରହିଥିବା ଯୋଗୁଁ ଗୃହକର୍ତ୍ତା ସମୟ ସମୟରେ ଚିଡ଼ଚିଡ଼ା ସ୍ୱଭାବ ବା ଗରମ ମିଜାଜରେ ରହି କ୍ରୋଧ ପ୍ରକାଶ କରିପାରନ୍ତି। କିନ୍ତୁ ଗୃହକର୍ତ୍ରୀ ସ୍ୱଭାବ ସୁଲଭ ଢଙ୍ଗରେ କଥା କହି ଉପୁଜିଥିବା ସମସ୍ୟାର ସମାଧାନ କରିଦେବେ। ଶିକ୍ଷାଭାବ ପଞ୍ଚମ ଭାବର ଅଧିପତି ଶୁକ୍ର ମୀନ ରାଶିରେ ଉଚ୍ଚ ଭାବରେ ରହି ସନ୍ତାନମାନଙ୍କର ଶିକ୍ଷା କ୍ଷେତ୍ରରେ ସଫଳତାକୁ ଦର୍ଶାଇ ଦେଉଛନ୍ତି। ଦେଉଥିବା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ସଫଳତା ପାଇବେ। କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହେବେ। ଉଚ୍ଚ ଶିକ୍ଷା ପାଇଁ ରହୁଥିବା ସ୍ଥାନଠାରୁ ଦୂରକୁ ଯାଇପାରନ୍ତି। କମ୍ପିଟେଟିଭ୍ ବା ପ୍ରତିଯୋଗିତାମୂଳକ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ଚଳାଇଥିବା ଷ୍ଟୁଡେଣ୍ଟମାନଙ୍କ ପାଇଁ ଏ ମାସଟି ବେଶ୍ ଅନୁକୂଳ ରହିଛି। ମାର୍ଚ୍ଚ ମାସରେ ମିଥୁନ ରାଶି ଜାତ ବ୍ୟକ୍ତି ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟମ ଧରଣର ଫଳ ପ୍ରାପ୍ତ ହେବେ। ମାସ ସାରା ରାଶି ଅଧିପତି ବୁଧ ଦଶମରେ ନୀଚ ଭାବରେ ରହିବା ମାନସିକ ଭାବେ ଭାରାକ୍ରାନ୍ତ କରିଲେ ସୁଦ୍ଧା ଉଚ୍ଚ ଭାବସ୍ଥ ଶୁକ୍ରଙ୍କ ପ୍ରଭାବରୁ ସେତେଟା ନେଗେଟିଭ୍ ପ୍ରଭାବ ପକାଇ ପାରିବେ ନାହିଁ। ତେବେ ବି ଋତୁ ପରିବର୍ତ୍ତନର ପ୍ରଭାବ ଶରୀର ଉପରେ ପଡ଼ିବ। ଚର୍ମ ସମ୍ବନ୍ଧୀୟ ସମସ୍ୟାର ସାମନା କରିବାକୁ ପଡ଼ିପାରେ। ଷଷ୍ଠାଧିପ ବା ରୋଗସ୍ଥାନର ଅଧିପତି ମଙ୍ଗଳ ଲଗ୍ନ ବା ମିଥୁନ ରାଶିରେ ରହିବା କାରଣରୁ ଶରୀରରେ ଘା, ବ୍ରଣ, ଫୋଟକା ଭଳି ରୋଗ ସୃଷ୍ଟି ହୋଇପାରେ। ସ୍ମଲ୍ ପକ୍ସ ବା ଚିକେନ୍ ପକ୍ସ ଭଳି ରୋଗ ଆକ୍ରାନ୍ତ କରିବାର ସମ୍ଭାବନା ରହିଛି। ନିୟମିତ ଭାବରେ ବ୍ଲଡ଼ ପ୍ରେସର ଚେକ୍ କରାଇ ନେବା ଉଚିତ ହେବ। ଏ ତ ଗଲା ମୋଟାମୋଟି ଭାବରେ ମିଥୁନ ରାଶି ପାଇଁ 2025 ମସିହାର ମାସିକ ରାଶିଫଳ। ଏହି ମାର୍ଚ୍ଚ ମାସରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ମିଥୁନ ରାଶି ଜାତ ବ୍ୟକ୍ତିବିଶେଷ ପ୍ରତ୍ୟହ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ ବା ଶୁଣନ୍ତୁ। ବୁଧ ମହାଗ୍ରହଙ୍କର ଅଧିଷ୍ଠାତା ଦେବତା ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଶ୍ରୀକ୍ଷେତ୍ର ପୁରୀରେ ଦର୍ଶନ କଲେ ରହିଥିବା ସମସ୍ତ ବାଧା ଦୂର ହୋଇ ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।